ସ୍ତ୍ରୀ ଗ୍ରୁପ୍ ଟଙ୍କା ଡିପୋଜିଟ୍ କରିବାକୁ ଗଲା ଯେ ଆଉ ଘରକୁ ଫେରିଲାନି। ସ୍ୱାମୀ ବ୍ୟସ୍ତ ହୋଇପଡ଼ିଲା। ଅନେକ ଖୋଜାଖୋଜି କଲା, କେଉଁଠି ବି ସ୍ତ୍ରୀକୁ ଦେଖିବାକୁ ପାଇନଥିଲା। ସ୍ୱାମୀ ବାଧ୍ୟ ହୋଇ ପିରହାଟ ଥାନାରେ ଏତଲା ଦେଲା। ଏପଟେ 3 ଛୁଆ ବି ମା ବିନା ଅସହାୟ ହୋଇପଡ଼ିଥିଲେ। କ'ଣ କରିବ ସ୍ୱାମୀ କିଛି ଭାବି ପାରୁନଥିଲା। ପରେ ସ୍ୱାମୀ ଯେତେବେଳେ ସ୍ତ୍ରୀର ଅସଲ ଖେଳ ବିଷୟରେ ଜାଣିଲା, ତା ମୁଣ୍ଡରେ ଚଡ଼କ ପଡ଼ିଯାଇଥିଲା। ଆଜ୍ଞା, ବାଧ୍ୟ ହୋଇ ଅଭିଯୋଗ କରିବାକୁ SP ଅଫିସ୍ ପହଞ୍ଚି ଯାଇଥିଲା। ସେହି ସ୍ତ୍ରୀ ସାବିତ୍ରୀର ପୁରା ଖେଳ ମାନେ ପୁରା ଯାତ୍ରା ମାନେ ସେହି କାଣ୍ଡ ବିଷୟରେ ଜାଣିବାକୁ ଆସନ୍ତୁ। କାହାଣୀକୁ ପୁରା ଦେଖିବା ଆଜ୍ଞା। ଭଦ୍ରକ ଜିଲ୍ଲା ପିରହାଟ ଥାନା ଶ୍ୟାମଚନ୍ଦ୍ରପୁର ଗାଁର କରୁଣାକର ଓଝା ସବୁଦିନ ନିଜ କାମକୁ ଚାଲିଯାଆନ୍ତି। ବିଚରା ଖରା ଶୀତ କାକରରେ ପରିବାର ପେଟରେ ମୁଠେ ଦାନା ଦେବାକୁ ଦିନରାତି ଏକ କରି ବାହାରେ ସଂଘର୍ଷ କରୁଥିବା ବେଳେ ସ୍ତ୍ରୀ ସାବିତ୍ରୀ ଗ୍ରୁପ୍ କରି ଗାଁ ସ୍ତ୍ରୀ ଲୋକଙ୍କ ପଇସା ନେଇ ବ୍ୟାଙ୍କରେ ଡିପୋଜିଟ୍ କରେ। ଏଇଟା ସାବିତ୍ରୀର ନୀତିଦିନିଆ କାମ ହୋଇଥିବା ବେଳେ ଆଉ ଗୋଟେ ସବୁଠୁ ବଡ଼ କାମ ହେଲା ମୋବାଇଲ ଧରି ଇନ୍ଷ୍ଟା ଚଳାଇବା ଆଉ ଯୁବକମାନଙ୍କ ସହ ଚାଟ୍ କରିବା କଥା ବିଚରା ସ୍ୱାମୀକି କିନ୍ତୁ ଜଣା ନଥିଲା। ଆଜ୍ଞା, ସେଇ ଇନ୍ଷ୍ଟାରୁ ସାବିତ୍ରୀକୁ ଏ ଯୁବକ ସହ ପ୍ରେମ ହୋଇଗଲା। ସେଇ ଅଜଣା ଯୁବକ ସହ ପ୍ରେମ ଏତେ ନିବିଡ଼ ହୋଇଗଲା ଯେ ସ୍ୱାମୀ ଆଉ 3 ଛୁଆଙ୍କ କଥା ଥରେ ବି ଭାବିଲାନି ଏ ସାବିତ୍ରୀ। ସେଦିନ ସ୍ୱାମୀ କରୁଣା କାମକୁ ଗଲା ଆଉ ସ୍ତ୍ରୀ ସାବିତ୍ରୀ ଟଙ୍କା ଭିଡ଼ା ଧରି ବ୍ୟାଙ୍କରେ ଡିପୋଜିଟ୍ କରିବାକୁ ଯାଇ ଇନ୍ଷ୍ଟାରୁ ପ୍ରେମ କରୁଥିବା ଯୁବକ ସହ ବେଙ୍ଗଲୋର ଫେରାର ହୋଇଗଲା। ସ୍ୱାମୀ ଘରକୁ ଫେରିଲା, ଦେଖିଲା ସ୍ତ୍ରୀ ଘରକୁ ଫେରିନି। 3ଟା ଛୁଆ ମାର ଫେରିବା ବାଟକୁ ଅପେକ୍ଷା କରି ରହିଥିଲେ। ହେଲେ ସେମାନେ କ'ଣ ଜାଣିଥିଲେ ତାଙ୍କ ମା ତାଙ୍କୁ ଛାଡ଼ି ଅଲଗା ଯୁବକ ସହ ରାତି ରଙ୍ଗୀନ କରୁଛୁ ବୋଲି। ସ୍ୱାମୀ କରୁଣା ସ୍ତ୍ରୀ ସାବିତ୍ରୀକୁ ଅନେକ ଖୋଜିଲା। ଯେତେବେଳେ କେଉଁଠି କିଛି ଖବର ମିଳିଲାନି, ଶେଷରେ ପିରହାଟ ଥାନାରେ ଏତଲା ବି ଦେଲା। ସ୍ୱାମୀ ସେତେବେଳେ ସ୍ତ୍ରୀର ଫେରାର ହେବା କଥା ଜାଣିଲା ଯେତେବେଳେ ଦେଖିଲା ଘରେ ଗୋଟେ ବି ସୁନା ରୂପା ନାହିଁ ଆଉ ଗ୍ରୁପ୍ର ପ୍ରାୟ 5 ଲକ୍ଷ ଟଙ୍କା ସାଥିରେ ନେଇ ସେ ଫେରାର ହୋଇଯାଇଛି। ବିଚରା ସ୍ୱାମୀ ମୁଣ୍ଡରେ ଚଡ଼କ ପଡ଼ିଯାଇଥିଲା। ଆଜ୍ଞା, ସ୍ତ୍ରୀ ଗଲା, ସୁନା ରୂପା ଗଲା, ଆଉ ଟଙ୍କା ବି ଗଲା। ଏବେ 3 ଛୁଆ ବି ମା ଛେଉଣ୍ଡ ହୋଇଗଲେ। ଏବେ ସ୍ୱାମୀ କରୁଣା କ'ଣ କରିବ କିଛି ଭାବି ପାରୁନଥିଲା। ଏପଟେ ଗାଁ ସ୍ତ୍ରୀ ଲୋକମାନେ ଗ୍ରୁପ୍ ଟଙ୍କା ମାଗି ଚାଲିଥିଲେ। ଘରେ 3ଟା ଛୁଆଙ୍କୁ ଛାଡ଼ି ବାପା କରୁଣା ମୂଲ ଲାଗିବାକୁ ଯାଇପାରୁନଥିଲା। ଆଜ୍ଞା, ଘରେ ଅରନ୍ଧାପଡ଼ା ଚୁଲି ଜଳୁନି। ସେପଟେ ସ୍ତ୍ରୀ ସାବିତ୍ରୀ ନିଜ ଇନ୍ଷ୍ଟା ପ୍ରେମିକ ସହ ମିଶି ବେଶ୍ ରୋମାନ୍ସ କରି କରି ମଜା ନେଉଥିଲା। ଆଜ୍ଞା, ଆଜି ସ୍ୱାମୀ କରୁଣା ନ୍ୟାୟ ପାଇଁ 3 ଛୁଆଙ୍କୁ ଧରି ଭଦ୍ରକ SP ଅଫିସରେ ପହଞ୍ଚିଥିଲା ଆଉ ସ୍ତ୍ରୀ ବିରୁଦ୍ଧରେ ଅଭିଯୋଗ କରି କହିଥିଲା କି ମୋ ସ୍ତ୍ରୀକୁ ଠାବ କରି ତାଠୁ ସବୁ ଟଙ୍କା ଫେରସ୍ତ ଆଣି ଗାଁ ମହିଳାଙ୍କ ଗ୍ରୁପ୍ ପଇସା ଫେରାଇବାକୁ ଆଉ ନେଇଯାଇଥିବା ସୁନା ରୂପା ସବୁ ଫେରସ୍ତ କରିବାକୁ ନିବେଦନ କରିଥିଲା। ସତ କହିଲେ ଆଜ୍ଞା, 3ଟା ଛୁଆର ମା ଯଦି ଇନ୍ଷ୍ଟାରେ ପ୍ରେମ କରି ଫେରାର ହୋଇଯାଉଛି, ତେବେ ଆଉ କାହାକୁ କ'ଣ କହିବା। ବିଚରା ସ୍ୱାମୀଟା ଫସି ଯାଇଥିବା ବେଳେ ନ୍ୟାୟ ଅପେକ୍ଷାରେ ପୋଲିସର ତଦନ୍ତକୁ ଅପେକ୍ଷା କରିଛି। ପୋଲିସ କେବେ ତା ସ୍ତ୍ରୀକୁ ଠାବ କରିବ, କେବେ ଗାଁ ମହିଳା ଟଙ୍କା ଫେରିପାଇବେ, ତାହା ଏବେ ଅପେକ୍ଷା ଥିବାବେଳେ 3ଟା ଛୁଆଙ୍କ ଭବିଷ୍ୟତକୁ ନେଇ ଚିନ୍ତାରେ ବାପା କରୁଣା। ଆଜ୍ଞା, ଏଇଭଳି ସ୍ତ୍ରୀକୁ ଆପଣ କ'ଣ କହିବେ ମୁଁ ତ ଜାଣିନି। ଏମାନଙ୍କୁ କ'ଣ କରିବା ଦରକାର କମେଣ୍ଟ କରି ନିଶ୍ଚିତ ଜଣାଇବେ। ରହୁଛୁ, ନମସ୍ତେ, ଜୟ ଜଗନ୍ନାଥ।